ଜୟ ଜଗନ୍ନାଥ ଜୟ ଶ୍ରୀରାମ। ୱେଲକମ୍ ଟୁ ହାର୍ଟ ଅଫ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲ୍। ବହୁତ ସାରା ପିଲାମାନେ ପଚାରୁଛନ୍ତି କି ସାର୍ ବିଏସସି ନର୍ସିଂ ଆମେ ଯେତେବେଳେ ଆପ୍ଲାଏ କରୁଛୁ ତ ଏଠି ଓଡ଼ିଆ ମାଗୁଛି ବା ଆପଣଙ୍କର 10th ଓଡ଼ିଆ ଥିବା ଦରକାର। ତ ଯେଉଁ ପିଲାମାନେ ସିବିଏସ୍ଇ ଅଛନ୍ତି କିମ୍ବା ଆଇସିଏସ୍ଇ ଅଛନ୍ତି ଯେଉଁମାନଙ୍କର ଓଡ଼ିଆ ନାହିଁ ଡେଫିନେଟଲି ସେମାନେ ପ୍ରୋବ୍ଲେମ୍ ଫେସ୍ କରୁଛନ୍ତି। ତ ସେଇ ରିଗାର୍ଡ଼ିଂ ଭିଡ଼ିଓଟା ରହିବ। ତ ଆପଣ ଦେଖିବେ ଏଇଠି ବିଏସସି ନର୍ସିଂରେ ଗୋଟେ ଦେଇଛି ଆପଣଙ୍କର ଡକୁମେଣ୍ଟସ୍ ଟୁ ବି ଅପଲୋଡେଡ୍ ବାଇ ଦ ଆପ୍ଲିକାଣ୍ଟ। ଡକୁମେଣ୍ଟସରେ 1 ନମ୍ବର ପଏଣ୍ଟ ସମସ୍ତଙ୍କ ପାଖରେ ଫଟୋ ଅଛି, ସିଗ୍ନେଚର ସମସ୍ତଙ୍କ ପାଖରେ ଅଛି, 10th +2 ସମସ୍ତଙ୍କ ପାଖରେ ଅଛି। କିନ୍ତୁ ଏଇ ଯେଉଁ ପଏଣ୍ଟଟା 11 ନମ୍ବର ପଏଣ୍ଟଟା ଅଥେଣ୍ଟିକ୍ ସାର୍ଟିଫିକେଟ୍ ଫର୍ ପ୍ରୁଫ୍ ଅଫ୍ ପାସିଂ ଅଫ୍ ଏମ୍ଇ ଷ୍ଟାଣ୍ଡାର୍ଡ଼ ଓଡ଼ିଆ, ମାନେ ଆପଣଙ୍କର ମାନେ ଏମ୍ଇ ଷ୍ଟାଣ୍ଡାର୍ଡ଼ ଓଡ଼ିଆ ଫର୍ କ୍ୟାଣ୍ଡିଡେଟ୍ ଆପ୍ଲାଇଂ। ଆପଣଙ୍କ ଯେଉଁ 8ଟା ଗଭର୍ଣ୍ଣମେଣ୍ଟ ପାଇଁ ଆପ୍ଲାଏ କରନ୍ତୁ କିମ୍ବା ପ୍ରାଇଭେଟ୍ ପାଇଁ ବି ଆପ୍ଲାଏ କରନ୍ତୁ, 85% ଗଭର୍ଣ୍ଣମେଣ୍ଟ କୋଟା ସିଟ୍ ଇନ୍ ପ୍ରାଇଭେଟ୍ ଇନଷ୍ଟିଟ୍ୟୁସନ୍। ମାନେ ଆପଣ ଦେଖିବେ ଏଠି ଓଡ଼ିଆ ଯେଉଁ ମାଗୁଛି ଆପଣଙ୍କର ମିଡ଼ିଲ୍ ସ୍କୁଲ୍ ଏକ୍ଜାମ୍ରେ ଓଡ଼ିଆ ଥିବା ଦରକାର। ମିଡ଼ିଲ୍ ସ୍କୁଲ୍ କହିଲେ ମାନେ କ୍ଲାସ୍ 6 ରୁ 8 ପର୍ଯ୍ୟନ୍ତ ଭିତରେ ଆପଣଙ୍କର ଓଡ଼ିଆ ଥିବା ଦରକାର, କିମ୍ବା ଆପଣଙ୍କର ମ୍ୟାଟ୍ରିକୁଲେସନ୍ ମାନେ 10thରେ ଓଡ଼ିଆ ଥିବା ଦରକାର, କିମ୍ବା ଆପଣ ଲାଙ୍ଗୁଏଜ୍ ସବଜେକ୍ଟ ଆଜି ଫାଇନାଲ୍ ଏକ୍ଜାମିନେସନ୍ ଫର୍ କ୍ଲାସ୍ VII ଅର୍ ଆବଭ୍ ଫ୍ରମ୍ ଦ ସ୍କୁଲ୍ ଅଫ୍ ଏଜୁକେସନ୍ ଇନଷ୍ଟିଚ୍ୟୁଟ୍। ସପ୍ତମ କିମ୍ବା ତା ଉପରୁ କ୍ଲାସ୍, ସପ୍ତମ ଅଷ୍ଟମ ନବମ କେଉଁ କ୍ଲାସ୍ରେ ଯଦି ଆପଣଙ୍କର ଗୋଟେ ଓଡ଼ିଆ ଥିଲା ତାହେଲେ ଆପଣଙ୍କ ପାଖରେ ପ୍ରୁଫ୍ ମଧ୍ୟ ଅଛି, ଆପଣ ଦେଖାଇ ପାରିବେ। କ୍ଲାସ୍ 6ର ଅଛି ଯଦି ଆପଣ ସେଇ ପ୍ରୁଫ୍ଟାକୁ ରଖିଥାନ୍ତୁ। ଯଦି କିଛି ଆପଣଙ୍କ ପ୍ରୋଗ୍ରେସ୍ ରିପୋର୍ଟ ହେଉ କି କିଛି ଗୋଟେ ସାର୍ଟିଫିକେଟ୍ ସ୍କୁଲରେ ଯଦି ଆପଣଙ୍କର ଥିବ, ପ୍ରାୟତଃ ଏତେ ପିଲାଙ୍କର ନଥିବ, ଫିର୍ ବି ଦେଖନ୍ତୁ ଯଦି 6, 7 କିମ୍ବା ଅଷ୍ଟମ କ୍ଲାସ୍ର କିମ୍ବା ନବମ କ୍ଲାସ୍ର ଏଇଭଳିଆ ଯଦି ଆପଣଙ୍କ କିଛି ସାର୍ଟିଫିକେଟ୍ ଅଛି ତାହେଲେ ଆପଣ ତାକୁ ଆଜ୍ ଏ ପ୍ରୁଫ୍ ହିସାବରେ ତାକୁ ଦିଅନ୍ତୁ, କିଛି ଅସୁବିଧା ନାହିଁ, ଦେବେ, ଦେଖିବା କ'ଣ ହେଉଛି। କିନ୍ତୁ କଥା ହେଉଛି ଯେଉଁମାନେ ବର୍ତ୍ତମାନ ପାଇଁ ଯେଉଁମାନେ ଏକ୍ସଟ୍ରା ଏକ୍ଜାମ୍ ବି ଦେଇଛନ୍ତି ଓଡ଼ିଆ ଏକ୍ଜାମ୍, ଯେଉଁମାନଙ୍କର 10thରେ ଓଡ଼ିଆ ଯେହେତୁ ନଥିଲା ଆଉ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟରେ ଆମକୁ ଓଡ଼ିଆ ଦରକାର, ତେଣୁକରି ଯେଉଁ ପିଲାମାନେ ଏକ୍ସଟ୍ରା ଓଡ଼ିଆରେ ଏକ୍ଜାମ୍ ଦେଇଛନ୍ତି ସେମାନଙ୍କ ପାଖରେ ଯଦି ସାର୍ଟିଫିକେଟ୍ ଅଛି ତାହେଲେ ବି ଆପଣମାନେ ସେ ସାର୍ଟିଫିକେଟ୍ ଅପଲୋଡ଼ କରନ୍ତୁ। ଯଦି ସାର୍ଟିଫିକେଟ୍ ନାହିଁ, 10thର ଏକ୍ଜାମ୍ ଦେଇଛନ୍ତି କିନ୍ତୁ ରେଜଲ୍ଟ ଆପଣଙ୍କର ଅନଲାଇନ୍ରେ ବାହାରିକି ଅଛି, ତାହେଲେ ତାର ସ୍କ୍ରିନସଟ୍ଟା ବି ଆପଣମାନେ ଅପଲୋଡ଼ କରିପାରନ୍ତି। ଡକୁମେଣ୍ଟ ଭେରିଫିକେସନ୍ ବେଳେ ଆପଣ କହିବେ, ହେଲା, ବୁଝିପାରୁଛୁ। କିନ୍ତୁ ଏଇ ଯେଉଁ ମିଡ଼ିଲ୍ ସ୍କୁଲ୍ ଯେଉଁ ପିଲାମାନଙ୍କର ଯଦି ଆପଣଙ୍କର ଅଛି ତାହେଲେ ଆପଣମାନେ ଦିଅନ୍ତୁ। ମାନେ 7 କ୍ଲାସ୍ ହେଉ କିମ୍ବା 8 କ୍ଲାସ୍ ହେଉ, 7 ବୋର୍ଡ଼ରେ ଯଦି ଆପଣଙ୍କ ସାର୍ଟିଫିକେଟ୍ ହେରିକା ଅଛି କି ପ୍ରୋଗ୍ରେସ୍ ରିପୋର୍ଟ ହେରିକା ଅଛି ଦେଖନ୍ତୁ, କିମ୍ବା ସ୍କୁଲ୍ ସହିତ ବି କଣ୍ଟାକ୍ଟ କରନ୍ତୁ। ଯଦି ସ୍କୁଲ୍ର ଆପଣ ଯଦି କିଛି ଦେଇପାରିବେ ସେମାନେ ପ୍ରୁଫ୍ 7, 8, 9 କ୍ଲାସ୍ରେ ଆପଣଙ୍କର ଓଡ଼ିଆ ଥିଲା ବୋଲି, ତ ସେଇଟା କାରଣ 10th କ୍ଲାସ୍ଟା ଅବଭିୟସ୍ଲି ଆପଣଙ୍କର ସାର୍ଟିଫିକେଟ୍ ତ ଆପଣଙ୍କ ପାଖରେ ଅଛି, ସେଇଟା ସାର୍ଟିଫିକେଟ୍ର ତ ଓଡ଼ିଆ ନାହିଁ ମାନେ ନାହିଁ। କିନ୍ତୁ ଯଦି 6, 7, 8 ଏଇଟା ସ୍କୁଲ୍ ହାତରେ ଯେହେତୁ ଅଛି, ଯଦି ଦେଖନ୍ତୁ, ଯଦି ଟ୍ରାଏ କରନ୍ତୁ, ଯଦି ଆପଣଙ୍କ ପାଖରେ କିଛି ସେଇଭଳିଆ ଥିବ ତାହେଲେ ଡେଫିନେଟଲି ଆପଣ ଦେଇକିରି ଏଟାକୁ ଇଏ କରିପାରିବେ। ତ ପାଷ୍ଟ ଇନ୍ ଟେଷ୍ଟ ଇନ୍ ଓଡ଼ିଆ ଇନ୍ ଏମ୍ଇ ସ୍କୁଲ୍ ଷ୍ଟାଣ୍ଡାର୍ଡ଼ କଣ୍ଡକ୍ଟେଡ୍ ବାଇ ଦ ସ୍କୁଲ୍ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟ। ତ ଏଇଟା ହେଉଛି କଥା। ଆଉ ରେସିଡେଣ୍ଟ ସାର୍ଟିଫିକେଟ୍ରେ ଯଦି କିଛି ଇସ୍ୟୁ ଆସୁଛି ତାହେଲେ, ଯଦି ଆପଣଙ୍କ ପାଖରେ ରେସିଡେଣ୍ଟ ସାର୍ଟିଫିକେଟ୍ ନାହିଁ ତାହେଲେ ଆପଣ ପ୍ୟାରେଣ୍ଟ ଯଦି କିଏ ଏଠି ସର୍ଭିସ୍ କରୁଛନ୍ତି ତାହେଲେ ସର୍ଭିସ୍ ସାର୍ଟିଫିକେଟ୍ ଆପଣ ଦେଖାଇ ପାରିବେ, କିମ୍ବା କ୍ଲାସ୍ 10thର ସାର୍ଟିଫିକେଟ୍ ତ ଆପଣଙ୍କ ପାଖରେ ଥିବ। କ୍ଲାସ୍ 10thର ସାର୍ଟିଫିକେଟ୍ରେ ଆପଣଙ୍କର ସ୍କୁଲର ଆଡ୍ରେସ୍ ଥିବ, ତ ସେଇ ଅନୁସାରେ ବି ଆପଣଙ୍କର ହେଇଯିବ, ବୁଝିଲା। ତ ଏଇଟା ହେଉଛି କଥା। ତ ଆଉ ଯଦି କାହାର କିଛି ଇସ୍ୟୁ ଆସୁଛି ତ ନିହାତି ରୂପରେ ଆପଣମାନେ କମେଣ୍ଟ କରିବେ, ଡେଫିନେଟଲି ଆପଣଙ୍କୁ ସେ ରିଗାର୍ଡ଼ିଂ ଭିଡ଼ିଓ ଅପଲୋଡ଼ କରିଦେବି। ଥ୍ୟାଙ୍କ ୟୁ।